ଜୟ ଜଗନ୍ନାଥ। ଆଜି ଭଲ କଥା ମନେ ରଖିଥାଅ। କଂସାରୀ କୁଦରେ ପଞ୍ଚସଖା ଭେଟ। ବା କଂସାରୀ କୁଦରେ ପଞ୍ଚସଖା। କୋଉ ପଞ୍ଚସଖା? ମୁଁ କହୁନି, ମହାପୁରୁଷ ଲେଖିଛନ୍ତି। ହେତୁଦିଆ ପାଞ୍ଚ, ନିତ୍ୟ ପଞ୍ଚସଖା 256 ଆଉ ଓଳା ଶୁଣି ତାରେ ଅରକ୍ଷିତ ଦାସ ସର୍ବପରେ ଶେଷ ହେଉ। ପଞ୍ଚସଖା ଠାରୁ କହିବା ବଳିକି ଏଥି ବଳି କେହି ନାହିଁ। ସନ୍ଧି ବାନ୍ଧି କରି ଯେ ଯେତେ କହିବ ଉଦର ପୁରିବ ନାହିଁ। ଏଟା ହେତୁଦିଆ ପଞ୍ଚସଖା, ନିତ୍ୟ ପଞ୍ଚସଖା, ପଞ୍ଚସଖା। ତେଣୁ କୋଉ ପଞ୍ଚସଖାଙ୍କର ଭେଟ ହବ? ହେଲା, ସଖା ଅଚ୍ୟୁତ, ବୈକୁଣ୍ଠ ବିହାରୀ ଅଚ୍ୟୁତ। ତେଣୁ ଅଚ୍ୟୁତ ନାମକୁ କଣ କଲେ? ସ୍ମରଣ କଲେ। ବୁଝି ହଉଛି? କଂସାରୀ କୁଦରେ ଭେଟ ହବ। କୋଉ କଂସାରୀ କୁଦରେ? ମନେ ରଖିଥା, କଂସାରୀ କୁଦ ହଉଛି ଦିଟା। ହେଲା, ପଞ୍ଚସଖା ଭେଟ ହେବେ ଗୁପ୍ତ କଂସାରୀ କୁଦରେ। ଖଣ୍ଡଜ୍ଞାନୀ ଭେଟ ହେବେ ଖଇରା କଂସାରୀ କୁଦରେ। ମନେ ରଖିଲେ ନା ମନେ ରଖିଲେନି? ଯୋଉରାକ ଖଣ୍ଡଜ୍ଞାନୀ ସେ ଭେଟ ହେବେ କୋଉଠି? ଖଇରା ପଞ୍ଚସଖା। ଆଉ ଯୋଉମାନେ ନା ଖଣ୍ଡଜ୍ଞାନୀ ମାନେ ଧରା ହେବେ କୋଉଠି? ଖଇରା କଂସାରୀ କୁଦରେ। ପଞ୍ଚସଖା ଭେଟ ହେବେ ଗୁପ୍ତ କଂସାରୀ କୁଦରେ। ମୁଁ କହୁନି, ମହାପୁରୁଷ ନିଜେ କହିଛନ୍ତି। ବୁଝି ହଉଛି? ମହାପୁରୁଷ ନିଜେ କହିଛନ୍ତି, ଆମେ କହୁନୁ। ଏଟା ମନ ଗଢା କଥା। କଣ କହିଲେ? ମହାନଦୀର ଉତ୍ତର କୁଶଭଦ୍ରା ବହୁ ଅଛି ସେଠାର, ସଜନୀ ଗୋ ଭକତ ମେଳ ଗୁପ୍ତର। ଭଲ କଥା ମନେ ରଖିଥା। କଟକ ପାଖରେ ରହିଲା ମହାନଦୀ। କୁଶଭଦ୍ରା ବାହାରିଲା ଭୁବନେଶ୍ୱର ସନ୍ନିକଟ କୁଆଖାଇରୁ ବାହାରିଲା କୁଶଭଦ୍ରା। ଆଉ ଗୋଟିଏ କୁଶଭଦ୍ରା ନଈ ଗୁପ୍ତ ହେଇଛି କୋଉଠି? ଯାଜପୁର ଟାଉନ କିଆନାଳି ପାଖରୁ ବାହାରିଛି କୁଶଭଦ୍ରା। ସେ ନଈଟା ବର୍ତ୍ତମାନ ପୋତି ହେଇଯାଇଛି। ବର୍ତ୍ତମାନ ଭୁବନେଶ୍ୱର କୁଶଭଦ୍ରା ନଦୀ ଖୋଲା ଅଛି। ବୁଝି ହଉଛି? ସେ କହୁଛନ୍ତି ମହାନଦୀର ଉତ୍ତର କୁଶଭଦ୍ରା ବହୁ ଅଛି ସେଠାର। କହିଲେ ମହାନଦୀର ଉତ୍ତର ଦିଗରେ କୁଶଭଦ୍ରା ନଦୀ ଥିବ। କଥାଟା ବୁଝୁଥାଅ। ଏସବୁ ମଞ୍ଜି। କୁଶଭଦ୍ରା ନଦୀ, ମହାନଦୀର ଉତ୍ତରରେ କୁଶଭଦ୍ରା ନଦୀ ଥିବ। ସଜନୀ ଗୋ ଭକତ ମେଳ ଗୁପ୍ତର। ତାହେଲେ କୋଉ ମହାନଦୀ? ଗୋଟା ହଉଛି ମହାନଦୀ, ଆଉ ଗୋଟା ହଉଛି ଗୁପ୍ତ ମହାନଦୀ। ହେଲା, ଗୁପ୍ତ ମହାନଦୀର ଉତ୍ତରରେ କଣ ଥିବ? କୁଶଭଦ୍ରା ନଦୀ। ଏଟା ଆମେ କହୁନୁ, ମହାପୁରୁଷ ଅଛି। ତମେ କଟକ ଜଗତପୁର ପାଖରେ ଖଇରାକୁଦ ଅଛି ସେଠି ନା ନାଇଁ? ସେଠି କଣ କୁଶଭଦ୍ରା ନଦୀ ଅଛି? ସେଠି ନାହିଁ। ପଞ୍ଚସଖା କୋଉଠି ଭେଟ ହେବେ? ମହାନଦୀର ଉତ୍ତର କୁଶଭଦ୍ରା ବହୁ ଅଛି ସେଠାର, ସଜନୀ ଗୋ ଭକତ ମେଳ ଗୁପ୍ତର। ଗୁପ୍ତରେ ସେଠି ଭକ୍ତମାନେ ମେଳ ହେବେ। କଂସାରୀ କୁଦତା ନାମ ପଞ୍ଚସଖାଙ୍କର, ସଜନୀ ଗୋ ହେବ ରାହାସ କୀର୍ତ୍ତନ। ହେଲା, କଂସାରୀ କୁଦତା ନାମ ପଞ୍ଚସଖାଙ୍କର ମିଳନ ସ୍ଥାନ, ସଜନୀ ଗୋ ହେବ ରାହାସ କୀର୍ତ୍ତନ। କୋଉଠି? ମହାନଦୀର ଉତ୍ତରରେ କୁଶଭଦ୍ରା ତୀରରେ ପଞ୍ଚସଖା ମିଳନ ହେବେ।
ସେଠି ରାହାସ କୀର୍ତ୍ତନ ସବୁ ହେଲା। କଂସାରୀ କୁଦ ପ୍ରମାଣ ପଞ୍ଚସଖାଙ୍କର ହେବ ମିଳନ। ସଜନୀ ଗୋ ଭକତଙ୍କ ଲୀଳା ଧ୍ୟାନ। ତାହେଲେ ସେ ଯୋଉ କୁଶଭଦ୍ରା ମହାନଦୀର ଉତ୍ତର ଦିଗରେ କୁଶଭଦ୍ରା କୂଳରେ କଣ ହବ, ଗୋଟେ କଂସାରୀ କୁଦ ଥିବ। ସେଠି ପଞ୍ଚସଖା ମାନେ ଏବଂ ସାରସ୍ୱତ ଭକ୍ତ ମାନେ ଭେଟା ଭେଟି ଏବେ ଆମେ କହୁନୁ, କିଏ କହିଲେ? ଅଚ୍ୟୁତାନନ୍ଦ ମହାପୁରୁଷ। ପୁଣି ଆଉ ଗୋଟେ ଅଛି କଂସାରୀ କୁଦ। ଏଠି କହିଲେ ପଞ୍ଚସଖା ଭେଟ, ସେଠି କିଏ ଭେଟ? ସେଠି ଅଚ୍ୟୁତ ସେଇଠି ଥିବେ। କହିଲେ ସେଠାବେ ଆମ୍ବ ବିଶ୍ରାମ ଲିମ୍ବ ବୃକ୍ଷ ହୁଙ୍କା ଅଟେ ପ୍ରମାଣ ସଜନୀକୁ ସ୍ୱତ ନାଗ ଅଛି ଯାଅ। ସେଠି ଲିମ୍ବ ଗଛ ଥିବ, ସେ ଯୋଉ କଂସାରୀ କୁଦରେ ହୁଙ୍କା ଥିବ ହେଲା, ଏବଂ ସ୍ୱତ ନାଗ ଧଳା ନାଗ ସେଠି ମଧ୍ୟ। କୋଉଠି ନା ମହାନଦୀର ଉତ୍ତର ତୀରେ କୁଶଭଦ୍ରାର ଅବବାହିକା। ବୁଝିଗଲା। ଏଠି ପଞ୍ଚସଖା କଣ, ଅଚ୍ୟୁତ ସେଇଠି ଥିବେ, ପଞ୍ଚସଖା ଏଠି ଭେଟ ଥିବେ। ସେ ଭୁବନେଶ୍ୱର କୁଶଭଦ୍ରା ନଦୀ ହଉ କି ଯାଜପୁର କୁଶଭଦ୍ରା ନଦୀ, କିନ୍ତୁ ମହାନଦୀର ଉତ୍ତର ପଟେ ହେଇଥିବ କୁଶଭଦ୍ରା ନଦୀ ହେଲା। ତାପରେ ଖଇରା କଂସାରୀ କୁଦ ବୁଲିବା। କଂସାରୀ କୁଦ ଖଇରା ଖଣ୍ଡ ଜ୍ଞାନୀ ମାନେ ହୋଇବେ ଧରା ସଜନୀ ଗୋ ବୁଦ୍ଧି ଜଣା ହେବ ପରା। କହିଲା ଖଇରା ପାଖେ ମହାପୁରୁଷ କହୁଛନ୍ତି, ହେ ରାମ, ଖଇରା ପାଖେ ଯୋଉ କଂସାରୀ କୁଦ ନାହିଁ ନା, ସେଠି ଇଏ କୁଦୁ କେହି ଜାଣିପାରିବେନି। ଏଠି ପଞ୍ଚସଖା ଭେଟ ହେବେ, କିନ୍ତୁ ସେଠି କଣ ହବ, ଯୋଉ ଖଣ୍ଡ ଜ୍ଞାନୀ ସବୁ ବାହାରିବେ, ସେଠି ସବୁ କଣ ହେବେ, ଧରା ହେବେ, ମାନେ ବାଡିଆ ପିଟା ହେବେ। ବୁଝିପାରୁଛ ନା? ତେଣୁ ମହାନଦୀର ଉତ୍ତରରେ କୁଶଭଦ୍ରା ନଦୀ ଅବବାହିକାରେ କଂସାରୀ କୁଦ ବିଦ୍ୟମାନ, ଯୋଉଠି ପଞ୍ଚସଖା କଣ ହେବେ, ଭେଟ ହେବେ ଏବଂ ଅଚ୍ୟୁତଙ୍କର ବିଶ୍ରାମ ସ୍ଥଳୀ ହେଲା। ବୁଝିପାରୁଛ ନା? ସେଠି କଣ ଥିବ ନା ନିମ୍ବ ଗଛ ଥିବ, ହୁଙ୍କା ଥିବ, ସ୍ୱତ ନାଗ ଥିବ। ଏଇ ହଉଛି ଗୋଟିଏ ଗୋଟିଏ କଣ ବଜ୍ର କ୍ରିୟା। ନାଇଁ ଯାଇ ଏତେ ସାହସ ନୁହଁ। ଯାଜନଗର ବୋଲି କେତେ ଦିଟା ମହାପୁରୁଷ ନେଇଛନ୍ତି, ଗୋଟେ ଗୋଟେ ଜାଗାକୁ ପ୍ରମାଣ ଦେଇଛନ୍ତି। ସେସବୁ କାଟିଦେଲେ। କହିଲେ ଉତ୍କଳ ଦେଶରେ ଯାଜନଗର ଭୂଇଁ ଅଟଇ ଗୁପତ ଠାବ ନିତ୍ୟ ଭକ୍ତ ମାନେ ଦିନ ଗଣୁଥିବେ ମାନକଣ୍ଡ ପ୍ରିୟ ଥିବ। ବୁଝିପାରିଲ ନା? ବୁଝିପାରିଲନି? ତେଣୁ କଂସାରୀ କୁଦ ହଉଛି ଦିଟା। ଗୋଟା ଖଇରା କଂସାରୀ କୁଦ, ସେଠି ଖଣ୍ଡ ଜ୍ଞାନୀ ଧରା ହେବେ। ମହାନଦୀ ଉତ୍ତରରେ କୁଶଭଦ୍ରା କୂଳରେ ଯୋଉ କଂସାରୀ କୁଦ, ସେଠି ପଞ୍ଚସଖା ଆଉ ସେଠି ଅଚ୍ୟୁତ ସେଠି ବିଶ୍ରାମ କରୁଥିବ। ଅଚ୍ୟୁତ ଥିବେ ହେଲା। ଆମେ କୌଣସି ସାଧୁଙ୍କୁ ନିନ୍ଦା କରୁନୁ, କାରଣ ମହାପୁରୁଷ ସମସ୍ତଙ୍କୁ ବର ଦେଇଛନ୍ତି ତାଙ୍କ ଦେହରେ ଖେଳିବା ପାଇଁ। ବୁଝି ହଉଛି, କିନ୍ତୁ ମୂଳଟା କେହି ଖୋଜୁ ନାହାନ୍ତି। ବର୍ତ୍ତମାନ ଡାଳରେ ବସି ସମସ୍ତେ ବୁଝିପାରୁଛି। ତେଣୁ ଡାଳକୁ ଧରିଲେ କିଛି ନଥାଏ, ମୂଳଟାକୁ ଖୋଜିଲେ ହଉଛି କଣ, ମୂଳଟା ଗଛର ମୂଳରେ ରହିଲେ ଆମର ସାହସ। ଡାଳ ହେଲେ କେତେବେଳେ ବହି ପଡିବ। କାରଣ ତାକୁ ନିନ୍ଦା କରୁନୁ, ସମସ୍ତେ ଏଥିରେ ପ୍ରଭୁ ଅଛନ୍ତି। ଏତିକି ମନେ ରଖ, କଂସାରୀ କୁଦ ହଉଛି ଦୁଇ। ଖଇରା କଂସାରୀ କୁଦରେ ଖଣ୍ଡ ଜ୍ଞାନୀ ଧରା ହେବେ ହେଲା। ଗୁପ୍ତ କଂସାରୀ କୁଦରେ ପଞ୍ଚସଖାଙ୍କର କଣ ଭେଟ ହେବ ବୋଲି ମହାପୁରୁଷ ତାଙ୍କର ଭବିଷ୍ୟତ ବାଳିକାରେ ଆମ ମାନଙ୍କୁ ଚେତନା ଦେଇଛନ୍ତି। ସେ ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ପ୍ରଭୁ ଜଗତର ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦେ ଗବା ହରି।